ଜୟ ଗୁରୁ। ପିଲାମାନଙ୍କର ସ୍ମରଣ ଶକ୍ତି କିପରି ବଢ଼ିବ ସେହି ବିଷୟରେ କହୁଛି। ଶାସ୍ତ୍ରରେ ବର୍ଣ୍ଣନା ଅଛି, ଅଭିବାଦନ୍ୟଶୀଳସ୍ୟ ନିତ୍ୟ ନିତ୍ୟ ବୃଦ୍ଧୋପସେବିନଃ ଚତ୍ୱାରି ତସ୍ୟ ବର୍ଦ୍ଧନ୍ତେ ଆୟୁ ବିଦ୍ୟା ଯଶୋ ବଳମ୍। ଯେଉଁମାନେ ବିନମ୍ରତା ସହିତ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି, ସେମାନଙ୍କୁ ସମ୍ମାନ ଦିଅନ୍ତି ଏବଂ ପିତାମାତାଙ୍କର ସେବା କରନ୍ତି, ସେମାନଙ୍କର ଆୟୁ, ବିଦ୍ୟା, ଯଶ, ବଳ ଏହି ଚାରିଟି ବୃଦ୍ଧି ହୁଏ। ଏବଂ ପିଲାମାନଙ୍କୁ ଆଣ୍ଠୁ ମାଡ଼ି ମୁଣ୍ଡିଆ ମରାଇବା ଶିଖାଇବା ଦରକାର, କାରଣ ଏହାଦ୍ୱାରା ମସ୍ତିଷ୍କକୁ ଅଧିକ ରକ୍ତ ପ୍ରବାହିତ ହୋଇଥାଏ, ଯାହାଫଳରେ କି ମସ୍ତିଷ୍କରେ ଅଧିକ ରକ୍ତ ସଞ୍ଚାଳିତ ହୋଇଥାଏ ଏବଂ ଏହାଦ୍ୱାରା ଅଧିକ ଅମ୍ଳଜାନ ମସ୍ତିଷ୍କକୁ ଆସିଥାଏ, ଯାହାକି ମସ୍ତିଷ୍କ ପାଇଁ ଦରକାର। ଏହାଦ୍ୱାରା କ'ଣ ହୁଏ ନା ପିଲାମାନଙ୍କର ସ୍ମରଣ ଶକ୍ତି, କାର୍ଯ୍ୟଦକ୍ଷତା ଏବଂ ବିଚାର ଶକ୍ତି ବଢ଼େ। ପିଲାମାନେ ମୁଣ୍ଡିଆ ମାରିବା ଦ୍ୱାରା ସେମାନଙ୍କର ମେରୁଦଣ୍ଡ ମଧ୍ୟ ନମନୀୟ ହୋଇଥାଏ, ଯାହାଫଳରେ ସେମାନଙ୍କ ଦକ୍ଷତା ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ବଢ଼ିଥାଏ। ପିଲାମାନଙ୍କୁ ତା ସହିତ ତୁଳସୀ ପତ୍ର ଏବଂ ଦେଶୀ ଗୋମାତାର ଘିଅ ମଧ୍ୟ ଟିକେ ଦେବା ଦରକାର। ପିଲାମାନଙ୍କୁ ନିୟମିତ ଭାବେ ମୁଣ୍ଡିଆ ମରାଇବା ଦରକାର, କାରଣ ପିଲାମାନେ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରିବା ଦ୍ୱାରା ହିଁ ସେମାନଙ୍କର ସ୍ମରଣ ଶକ୍ତି ବଢ଼େ। ଜୟ ଗୁରୁ, ଜୟ ଜଗନ୍ନାଥ।